ଆଉ ଦିନକ ପରେ ମହାପ୍ରଭୁଙ୍କର ରଥଯାତ୍ରା। ଆପଣ ପୁରୀ ଯିବା ପାଇଁ ଚାହୁଁଛନ୍ତି କି? ପୁରୀ ଯାଇକି ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ ଚାହୁଁଛନ୍ତି କି? ତାହେଲେ କେଉଁ ରୁଟ୍ରେ ଯିବେ, କେଉଁଠି ଗାଡ଼ି ପାର୍କିଂ କରିବେ, ସେ ନେଇ ଆସନ୍ତୁ ଜାଣିବା ବିସ୍ତୃତ ରିପୋର୍ଟ। ନମସ୍କାର, ମୁଁ ହେଉଛି ଲୋକନାଥ ଆଉ ଆପଣ ଦେଖିବା ଆରମ୍ଭ କରିଛନ୍ତି ଓଡ଼ିଆ କନେକ୍ଟ। ରଥଯାତ୍ରାରେ ପୁରୀ ଯାଉଛନ୍ତି କି? କେଉଁଠି ରଖିବେ ଗାଡ଼ି, କେଉଁ ରାସ୍ତାରେ ଯିବେ, ଜାଣନ୍ତୁ ସମ୍ପୂର୍ଣ୍ଣ ଟ୍ରାଫିକ ବ୍ୟବସ୍ଥା। ଆଉ ଦିନକ ପରେ ପବିତ୍ର ଘୋଷଯାତ୍ରା, ନବଯୌବନ ଦର୍ଶନ ଆଜିଠାରୁ ଆରମ୍ଭ ହୋଇସାରିଛି। ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳୁଛି। ବଡ଼ଦାଣ୍ଡ ସମେତ ସହରର ବିଭିନ୍ନ ସ୍ଥାନରେ ଗହଳି ବଢ଼ିଥିବାରୁ ରଥଯାତ୍ରା ଅବସରରେ ପୁରୀ ଜିଲ୍ଲା ପ୍ରଶାସନ ତରଫରୁ ସ୍ୱତନ୍ତ୍ର ଟ୍ରାଫିକ ପରାମର୍ଶ ଓ ପାର୍କିଂ ବ୍ୟବସ୍ଥା ଜାରି କରିଛି। ଶ୍ରଦ୍ଧାଳୁଙ୍କ ସୁରକ୍ଷା, ସୁବିଧା ଏବଂ ସୁଚାରୁ ଦର୍ଶନକୁ ଦୃଷ୍ଟିରେ ରଖି ଏହି କଟକଣା ପାଳନ କରିବାକୁ ପୁରୀ ପୋଲିସ ଅନୁରୋଧ କରିଛି। ଏଥର ରଥଯାତ୍ରା ପାଇଁ ପୁରୀରେ 30ଟି ପାର୍କିଂ ସ୍ଥଳରେ ଗାଡ଼ି ରଖିବାର ସୁବିଧା କରାଯାଇଛି। ଚଳିତ ବର୍ଷ ପୁରୀ ସହରରେ ମୋଟ 30ଟି ପାର୍କିଂ ସ୍ଥଳ ପ୍ରସ୍ତୁତ କରାଯାଇଛି। 4 ଚକିଆ ଯାନ ପାଇଁ 22ଟି ପାର୍କିଂ ସ୍ଥଳ, 18ଟି ସର୍ବସାଧାରଣଙ୍କ ପାଇଁ, 4ଟି ପାସ୍ ଧାରକଙ୍କ ପାଇଁ, ପ୍ରାୟ 7,730ଟି କାର ପାର୍କିଂ କ୍ଷମତା ରହିଛି। ଆପଣ ଯଦି ବାଇକରେ ଯାଉଛନ୍ତି ତାହେଲେ ବାଇକ ରଖିବେ କେଉଁଠି? 2 ଚକିଆ ଯାନ ପାଇଁ 4ଟି ସ୍ୱତନ୍ତ୍ର ପାର୍କିଂ ସ୍ଥଳ ବ୍ୟବସ୍ଥା କରାଯାଇଛି। ମାଟି ତୋଟା 1, ମାଟି ତୋଟା 2, ପୁରୁଣା ଜଗନ୍ନାଥ ବଲ୍ଲଭ ପାର୍କିଂ, ବ୍ଲୁ ଫ୍ଲାଗ, ନୀଳାଚଳ ଅଶୋକ, ଏଇଠି ଆପଣ ରଖିପାରିବେ ନିଜର ବାଇକ୍। ଆଉ ଏହି ସ୍ଥାନ ଗୁଡ଼ିକରେ ପ୍ରାୟ 15,000 ବାଇକ୍ ପାର୍କିଂ ବ୍ୟବସ୍ଥା କରାଯାଇଛି। ଆପଣ ଯଦି ବସ୍ରେ ଯାଉଛନ୍ତି ତାହେଲେ ବସ୍ ରଖିବେ କେଉଁଠି? ବସ୍ ଯୋଗେ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ 4ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା ହୋଇଛି। ମାଳତୀପାଟପୁର, ତାଳବଣିଆ, ସ୍ୱାମୀ ନାରାୟଣ ମନ୍ଦିର, ସମଙ୍ଗ, ଏହି ସମସ୍ତ ଅଞ୍ଚଳରେ ଆପଣ ବସ୍ରେ ଯାଉଥିଲେ ସେଇଠି ବସ୍ ପାର୍କିଂ କରିପାରିବେ। ଏଠାରେ ମୋଟ 750ଟି ବସ୍ ପାର୍କିଂ କରାଯାଇପାରିବ। 2025 ତୁଳନାରେ ବଢିଛି ପାର୍କିଂର ସୁବିଧା। ଗତ ବର୍ଷ ତୁଳନାରେ ଏଥର 6ଟି ନୂଆ ପାର୍କିଂ ସ୍ଥଳ ଯୋଡ଼ାଯାଇଛି। ସେଗୁଡ଼ିକ ଉପରେ ଆସନ୍ତୁ ଟିକେ ନଜର ପକାଇବା। ଭୂଦାନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପଛ ପାର୍ଶ୍ୱ, ତାଜ, ସମଙ୍ଗ ଓ ଶ୍ରୀ ସେତୁ ପାଖରେ ପାର୍କିଂର ବ୍ୟବସ୍ଥା କରାଯାଇଛି। ଏହା ଫଳରେ ସହରରେ ସମୁଦାୟ ପାର୍କିଂ କ୍ଷମତା ବୃଦ୍ଧି ପାଇଥିବା ପାସ୍ ଧାରକଙ୍କ ପାଇଁ ମଧ୍ୟ ଅଧିକ ପାର୍କିଂ ସ୍ଥାନ ଉପଲବ୍ଧ କରାଯାଇଛି। ସର୍ବସାଧାରଣ ପାଇଁ ପ୍ରମୁଖ ପାର୍କିଂ ସ୍ଥାନ ଗୁଡ଼ିକ ହେଲା ସମଙ୍ଗ, ସେଣ୍ଟ୍ରାଲ ସ୍କୁଲ ପରିସର, ଶ୍ରୀ ସେତୁ, ଭୂଦାନ, ଜେଲ୍ ରୋଡ, ପୁରୁଷୋତ୍ତମ ପାର୍କିଂ, ITI କଲେଜ, ହେଲିପ୍ୟାଡ୍, ଉଦ୍ୟାନ ପାର୍କିଂ, ଓଲା ଗେଷ୍ଟ ହାଉସ, ତାଲବଣିଆ ମାଛ ମାର୍କେଟ ଓ ସଂଲଗ୍ନ ଅଞ୍ଚଳ, ଇଣ୍ଡୋର ଷ୍ଟାଡିୟମ, ଷ୍ଟର୍ଲିଂ ଛକ, ତାଜ ହୋଟେଲ ନିକଟ, ଷ୍ଟର୍ଲିଂ ଛକ ରାସ୍ତା ତଳ ଅଞ୍ଚଳ, ସୁନାବେଶ ପାଇଁ ଶରଧାବାଲି ଏବଂ ସ୍ୱସ୍ତି ଷ୍ଟର୍ଲିଂ ରୋଡ ମଧ୍ୟ ସୁନାବେଶ ପାଇଁ ପାର୍କିଂର ସୁବିଧା କରାଯାଇଛି। ଏହି ସହାୟତାରେ ଟ୍ରାଫିକ ନିୟନ୍ତ୍ରଣ କରାଯିବ। ରଥଯାତ୍ରା ସମୟରେ ଯାନବାହନ ଚଳାଚଳ ଉପରେ AI ଆଧାରିତ ବ୍ୟବସ୍ଥା ମଧ୍ୟରେ ନଜର ରଖାଯିବ। LED ଡିସପ୍ଲେ ଓ ମୋବାଇଲ LED ୟୁନିଟ୍ ମାଧ୍ୟମରେ ରିଅଲ ଟାଇମ୍ ଟ୍ରାଫିକ ଓ ଭିଡ଼ ସମ୍ପର୍କିତ ସୂଚନା ପ୍ରଦାନ କରାଯିବ। ଉତ୍ତରା ଲିଙ୍ଗିପୁର ରାସ୍ତା, ଭୁବନେଶ୍ୱର ପୁରୀ କରିଡର, ମାଳତୀପାଟପୁର ଓ ବାଟଗାଁର ଟ୍ରାଫିକ ସ୍ଥିତି ବିଷୟରେ ସମୟ ଉପଯୋଗୀ ସୂଚନା ଉପଲବ୍ଧ ହେବ। ଟ୍ରାଫିକ ସହାୟତା ପୋଷ୍ଟ ରହିଛି। ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗଙ୍କ ସୁବିଧା ପାଇଁ ମାଳତୀପାଟପୁର ଏବଂ ତାଳବଣିଆରେ ପାନୀୟ ଜଳ, ବିଶ୍ରାମ ଆବଶ୍ୟକ ସେବା ସହିତ 2ଟି ମଡେଲ ଟ୍ରାଫିକ ସହାୟତା ପୋଷ୍ଟ ସ୍ଥାପନ କରାଯାଇଛି। ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗଙ୍କ ସୁବିଧା ପାଇଁ ମାଳତୀପାଟପୁର ଏବଂ ତାଳବଣିଆରେ ପାନୀୟ ଜଳ, ବିଶ୍ରାମ ଆବଶ୍ୟକ ସେବା ସହିତ 2ଟି ମଡେଲ ଟ୍ରାଫିକ ସହାୟତା ପୋଷ୍ଟ ସ୍ଥାପନ କରାଯାଇଛି। ଏହାଛଡ଼ା ସମଗ୍ର ପୁରୀ ଜିଲ୍ଲାରେ 73 ଟ୍ରାଫିକ ସହାୟତା ପୋଷ୍ଟ, 3ଟି ଡ୍ରୋନ ଏବଂ 244ଟି CCTV କ୍ୟାମେରା ମାଧ୍ୟମରେ ନିରନ୍ତର ନଜର ରଖାଯିବ। ଏହି ସବୁ ସ୍ଥାନରେ ରହିବ ନୋ ହେଭି ଭେହିକିଲ ଜୋନ୍, ଅର୍ଥାତ୍ ବଡ଼ ଗାଡ଼ି ପ୍ରବେଶ କରିପାରିବ ନାହିଁ। ଭକ୍ତଙ୍କ ସୁରକ୍ଷା ଦୃଷ୍ଟିରୁ 16 ତାରିଖ ରାତି 12ଟାରୁ 17 ତାରିଖ ରାତି 12ଟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବଡ଼ଦାଣ୍ଡକୁ ନୋ ହେଭି ଭେହିକିଲ ଜୋନ୍ ଘୋଷଣା କରାଯାଇଛି। ଏହା ସହ ନିମ୍ନରେ ଥିବା ରାସ୍ତା ମଧ୍ୟରେ ଯାନବାହନ ଚଳାଚଳ ନିଷିଦ୍ଧ ରହିବ। ଝାଡେଶ୍ୱରୀ ଛକରୁ ହସ୍ପିଟାଲ କ୍ରସିଂ, ଜେଲ୍ ରୋଡ ପାର୍କିଂରୁ ହସ୍ପିଟାଲ କ୍ରସିଂ, ବୃଷଭ ଛକରୁ ଶ୍ରୀ ଜଗନ୍ନାଥ ମନ୍ଦିର, ସୋଲାଖିଆ ବରଗଛ ଛକରୁ ଶ୍ରୀ ଜଗନ୍ନାଥ ମନ୍ଦିର, ମୋଚି ସାହି ଛକରୁ ଶ୍ରୀ ଜଗନ୍ନାଥ ମନ୍ଦିର, ଯାତ୍ରିକା ପାର୍କିଂରୁ ଦିଗବାରେଣୀ ଛକ ପର୍ଯ୍ୟନ୍ତ ନୋ ହେଭି ଭେହିକିଲ ଜୋନ୍ କରାଯାଇଛି। ରଥଯାତ୍ରା ଅବସରରେ ପୁରୀ ଯାଉଥିବା ଶ୍ରଦ୍ଧାଳୁମାନେ ଘରୁ ବାହାରିବା ପୂର୍ବରୁ ଟ୍ରାଫିକ ପରାମର୍ଶ ଅନୁସରଣ କରିବା ସହ ନିର୍ଦ୍ଧାରିତ ପାର୍କିଂ ସ୍ଥଳରେ ଗାଡ଼ି ରଖି ପାଦରେ କିମ୍ବା ଅନୁମୋଦିତ ଯାତାୟାତ ବ୍ୟବସ୍ଥା ବ୍ୟବହାର କରିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଉଛି। ତେଣୁ ଆପଣ ଯଦି ପୁରୀ ଯାଉଛନ୍ତି ନିଶ୍ଚିତ ଭାବରେ ଏହି ନିର୍ଦ୍ଦେଶାବଳୀକୁ ଗୋଟେ ଥର ବେଶ ଭଲ ଭାବରେ ନିଜ ମନରେ ରଖିଦେଇଥାନ୍ତୁ। ତାହେଲେ ଆପଣଙ୍କୁ ମହାପ୍ରଭୁଙ୍କ ଦର୍ଶନ କରିବାରେ କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ଧନ୍ୟବାଦ।